ଆପଣ ଦେଖିପାରୁଥିବେ ମୁଁ ଅଛି ବର୍ତ୍ତମାନ ମାଧପୁର ପଞ୍ଚାୟତ ଚାନ୍ଦବାଲି ବ୍ଲକର ସବୁଠୁ ତଳିଆ ଅଞ୍ଚଳ ଭାବରେ ପରିଚିତ। ଏଇଠି 15 ଗୋଟି ପଞ୍ଚାୟତ ମାଧପୁର, ଘଟପୁର, ଖେରଙ୍ଗ, ନାଲଗୁଣ୍ଡା, ଆରଡି, ସୁନ୍ଦରପୁର ଏଇଭଳି 15 ଗୋଟି ପଞ୍ଚାୟତର ବର୍ତ୍ତମାନ ଏଇ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଛି। ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତା ଠାରୁ ଗ୍ରାମାଞ୍ଚଳ ରାସ୍ତା ଏଇଭଳି ଯେତେବେଳେ ବୁଡି ଯାଇଛି, ଲୋକମାନେ ଘର କରଣା ଜିନିଷ କେମିତି ଘରକୁ ସାଇତି କରିକି ରଖିବେ ଏବଂ ଘର କରଣା ଜିନିଷ ଆଇତି କରି ରଖିବେ ସେଥିପାଇଁ ମଧ୍ୟ ତତ୍ପର ପ୍ରକାଶ ପାଇছে। ଆମ ପାଖରେ ଏଇ ଯୋଉ ଅଛନ୍ତି ଦେଖୁଛନ୍ତି ଗୋଟେ ଘର ଭିତରେ ଆଣ୍ଠୁଏ ପାଣି, ଏ ଆଣ୍ଠୁଏ ପାଣି ଭିତରେ ତାଙ୍କର ଏଇ ଯୋଉ ମାଉସୀ ଜଣକ ତାଙ୍କ ଘର କରଣା ଜିନିଷ ସବୁ ସାର୍ଟ ପ୍ୟାଣ୍ଟ ଠାରୁ ଆରମ୍ଭ କରିକି ସମସ୍ତ ରୋଷେଇ ବାସ ମଧ୍ୟ ସଜବଦି ମଧ୍ୟ ରାସ୍ତା ଉପରକୁ ଆଣି ସାରିଛନ୍ତି। ଆମେ ଦେଖିବା ଏ ଘର ଭିତରେ ଆଣ୍ଠୁଏ ପାଣି ଯାହା ବିପଦ ସୃଷ୍ଟି କରିଛି। ଆଜି ଦିନ ତମାମ ମାଉସୀ ଜଣକ ତାଙ୍କର ଘରକୁ କେମିତି ବଞ୍ଚେଇବେ ଏବଂ ଘର ଭିତରେ ସାଇତି କରି ରଖିଥିବା ଜିନିଷ କେମିତି ଆଇତି କରି ରଖିବେ ସେଥିପାଇଁ ମଧ୍ୟ ସେ ପୁରା ତତ୍ପର ହେଇ ଅଛନ୍ତି। ଆଉ ଆପଣ ଦେଖିପାରୁଥିବେ ଏ ଘର ଭିତରେ ଯେତିକି ପାଣି, ଏ ଘର ଭିତରେ ଆପଣ ଦେଖିପାରୁଥିବେ ଏଇ ଯୋଉ ରାସ୍ତା ରହିଛି ଘର ଭିତରକୁ ମୁଖ୍ୟ ରାସ୍ତା ମଧ୍ୟ ବନ୍ଦ ହେଇଗଲାଣି। ଏ କଞ୍ଚା କାନ୍ଥ ମଧ୍ୟ ବନ୍ଦ ହେଇଗଲାଣି। ଆପଣ ଦେଖିପାରୁଥିବେ ଏ ଘରର ଯେତେ ସରଞ୍ଜାମ ଅଛି, କ୍ୟାମେରାମ୍ୟାନ କହିବି ଭିତରକୁ ଆସିକି ଦେଖେଇବେ, ଯୋଉ ଘରର ଯେତିକି ଆସବାବ ପତ୍ର ଅଛି ସମସ୍ତ ବୁଡି ଯାଇଛି। ଏଇ ଘରେ ସିଏ ରହୁଥିଲେ ଏବଂ ୟାଙ୍କର ସବୁ ଜିନିଷ ପତ୍ର ଏଇଠି ସାଇତିକି ହେଇକି ଅଛି। ଥାକରେ ମଧ୍ୟ ରହିଛି। ଏ ଯୋଉ ଔଷଧ ମଧ୍ୟ ରଖିଛନ୍ତି ଘରେ, ତାଙ୍କର ଯୋଉ ବୁଢୀ ମାଉସୀ ଅଛି ତାଙ୍କର ମଧ୍ୟ ଔଷଧ ଅଛି। ଏ ଘର ଭିତରେ ଆପଣ ଦେଖିପାରୁଥିବେ ଏତିକି ପାଣି, ଆଉ ଟିକିଏ ଗଲେ ଉପରେ ସବୁ ଭାଙ୍ଗିକି ସମ୍ପୂର୍ଣ୍ଣ ମାଟିର ମିଶିଯିବ। କଣ କହୁଛନ୍ତି, କେତେ କଷ୍ଟ ଅଛନ୍ତି? ପଡି ଯାଇଥିଲା 20-22 ଦିନ ହେଲା, ତାକୁ ପାଣି ବୁଡି ଆଇଲା, ତାକୁ କାଢିକି ନେଇକି ଗାଡିରେ ବସେଇ ଗାଁରେ ଛାଡିଦେଇ। ପୁଅର କଣ ହେଇଥିଲା? ପୁଅ ପଡି ଯାଇଥିଲା, ଗାଡିରେ ଯାଉଥିଲା। କଣ ତାର ଖାଲି ଭଲ ରାସ୍ତାର କଣ ତାର ବେଳ ଖରାପ ପଡିଗଲା। ତମର ଏଇ ଘର ଛଡା ଆଉ କିଛି ନାହିଁ? ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିଛି ମିଳିନାହିଁ? କାହିଁକି ମିଳିନାହିଁ? ଦେଇନାହାନ୍ତି ଆମକୁ ଇନ୍ଦିରା ଆବାସ ଦେଲେ ନେଇକି। ଦେଖନ୍ତୁ ଯୋଉ ଭଳି ଭାବରେ ଏ ଦୟନୀୟ ସ୍ଥିତି, ଏ ଯୋଉ ପରିବାର ରହିଛନ୍ତି ସରକାର ଯୋଜନାରୁ ବହୁତ ଦୂରରେ, ସରକାରଙ୍କ ଯୋଜନାରୁ ମାଇଲେ ମାଇଲେ ଦୂରରେ ଏଇ ପରିବାର ଅଛନ୍ତି। ରାସ୍ତା ପାଖରେ ଇଏ ଯେହେତୁ ମୁଣ୍ଡ ଗୁଞ୍ଜିଛନ୍ତି, ୟାଙ୍କର ଘର ନାହିଁ, ଘର ଛାତ ନାହିଁ, ନଡା ଛପର ଘରେ ରହୁଛନ୍ତି। ଏ ବର୍ଷା ବତ୍ୟା ଆସିଲେ ଏମାନଙ୍କର ଦୁର୍ଦ୍ଦଶା ବଢିଯାଏ। ଏ ଘର ଭିତରେ ଆଣ୍ଠୁଏ ପାଣି, ଆଜି ରାତିରେ ଏମାନେ ଶୋଇପାରିବେ ନାହିଁ। ସରକାର ତରଫରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନି। କଣ କେତେ ବ୍ୟବସ୍ଥା କରାଯାଇଛି? କିଛି କରିନାହାନ୍ତି ଏପର୍ଯ୍ୟନ୍ତ, କେହି ଜଣେଇନାହାନ୍ତି, ସୂଚନା ଦେଇନାହାନ୍ତି। ଆଜି କଣ ଖାଇଲ? ଆଜି ଜଳଖିଆ ଖାଇଥିଲୁ, କାଲି ଭାତ ଥିଲା, ବଡି ଫଡି ଖାଇଥିଲ। ଏବେ କଣ ଖାଇବ ଯାଇକି ଦିପରେ? କଣ ଖାଇବୁ, ଖାଇନୁ କିଛି ଖାଇନ? କିଛି ରୋଷେଇ ହେଇନି? ପିଲା କେତେ ଜଣ ଲୋକ ତମ ଘରେ? ଛୋଟ ଛୁଆ ଯାଇଛନ୍ତି, ତା ଛୁଆ ବୋଉ ଗାଁରେ ଡାକିଲେ ଖାଇବାକୁ ଯାଇଛନ୍ତି। ନିଶ୍ଚିତ ଭାବରେ ଆପଣ ଦେଖିପାରୁଥିବେ ଯୋଉଭଳି ଭାବରେ ଏ ଘର ଭିତରେ ବର୍ତ୍ତମାନ ସୁଦ୍ଧା ଆମେ ତାଙ୍କୁ ଡାକିବୁ ପଳେଇ ଆସିବା ପାଇଁ କି ନା ଘର ଭିତରେ ଯୋଉଭଳି ବିପଦ ସୃଷ୍ଟି କରିଛି, ନିଶ୍ଚିତ ଭାବରେ ଆଉ ଘଣ୍ଟେ 2 ଘଣ୍ଟା ଭିତରେ ଘର ମଧ୍ୟ ଭୁଷୁଡି ଯିବ। ସରକାର ଏପର୍ଯ୍ୟନ୍ତ ଏଇଭଳି ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ ଘରେ ଖଣ୍ଡ ଦେଇନାହାନ୍ତି, ଯାହା ଫଳରେ ଏମାନେ କଚା ଘରକୁ ଆଦରିକି ରହିଛନ୍ତି ଏବଂ ନିଜର ଜୀବନ ଜୀବିକା ଯାହାକି ଚାଷ ଉପରେ ନିର୍ଭର କରିଥାନ୍ତି। ଏଠିକା ଗ୍ରାମବାସୀ ଲୋକମାନେ ଯୋଉମାନେ ରହିଛନ୍ତି ଚାଷ ଉପରେ ନିର୍ଭର କରିଥାନ୍ତି। ଘରର କେହି ଜଣେ ପରିବାର ରୋଜଗାର କ୍ଷମ ନାହାନ୍ତି ବୋଲିକି ତାଙ୍କ ଘର ଏଇଭଳି, ଯାହାକି ନିହାତି ଆବଶ୍ୟକ ତାଙ୍କ ଖଣ୍ଡେ ପକ୍କା ଘର ଦବା ପାଇଁ, କିନ୍ତୁ ଏପର୍ଯ୍ୟନ୍ତ ଘର ତାଙ୍କ ପାଖରେ ପହଞ୍ଚି ନାହିଁ। ଯାହାକି ବନ୍ୟା ବାତ୍ୟା ପ୍ରତିଥର ବନ୍ୟା ଆସିଥାଏ ଏ ଅଞ୍ଚଳକୁ, ପ୍ରତିଥର ଆଙ୍କ ଘର ଭାଙ୍ଗି ଯାଇଥାଏ ଏବଂ ପ୍ରତିଥର ଘର ମଧ୍ୟ ସଜାଇଥାନ୍ତି। ମଉସା ଘର କୋଉଠି? ମାଧପୁର। ଏଇ ଯୋଉ ବନ୍ୟା ଦେଖୁଛନ୍ତି ବର୍ତ୍ତମାନ ଆସିଛି, କେତେ ବଡ ବନ୍ୟା ନା ଛୋଟ ବନ୍ୟା? ବଡ ବନ୍ୟାଟା ଏମିତି ହୁଏ ନା କେବେ। ଏଇ ଯୋଉ ପରିବାର ରହିଛନ୍ତି କେତେ ଦୟନୀୟ ଅବସ୍ଥା ଦେଖୁଛନ୍ତି ଆପଣ। ସରକାର ଏପର୍ଯ୍ୟନ୍ତ ତାଙ୍କ କଥା ଶୁଣି ନାହାନ୍ତି। ନିଶ୍ଚିତ ଭାବରେ ଆମେ ସରକାରଙ୍କୁ ନିବେଦନ କରିବୁ ଏଇ ପଞ୍ଚାୟତରେ ପୁନଃ ଥରେ ସରକାରୀ ପ୍ରତିନିଧି ଦଳ ଟିମ୍ ଆସିକି ପହଞ୍ଚି ଯୋଉମାନଙ୍କର ମାଟି ଘର ଅଛି ନା, ପ୍ରତିବର୍ଷ ବନ୍ୟା ଆସୁଛି, ଯୋଉମାନଙ୍କର ମାଟି କଚା ଘର ଅଛି ତାଙ୍କୁ ପକ୍କା ଘର ଯୋଗେଇ ଦେଲେ ଆପାତତଃ ବନ୍ୟା ସମୟରେ ଆପାତତଃ ସେମାନେ ସୁରୁଖୁରୁରେ ରହିପାରିବେ ଏବଂ ସବୁ ପରିବାର ସଦସ୍ୟଙ୍କୁ ସୁରୁଖୁରୁରେ ରଖେଇ ପାରିବେ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଅରୁଣ ସାହୁ, କନକ ନ୍ୟୁଜ।